ମୋ ପାଖରେ ବୁମ୍ ଦରକାର ନାହିଁ, ମୁଁ ସେମିତିରେ ଲଢେଇ କରିଦେବି ଆଖିରେ। ନମସ୍କାର ସମସ୍ତଙ୍କୁ, ଦଶହରାରେ ବହୁତ ବହୁତ शुभेच्छा और शुभकामना। ଆମେ ତ ବାଙ୍ଗାଲୋର ଯାଇଥିଲୁ, ସେଠାରେ ବହୁତ ଭଲ ରେସ୍ପନ୍ସ ମିଳିଲା। ବାଙ୍ଗାଲୋରରେ ଆରାଉଣ୍ଡ 4000 5000 ଲୋକ ଥିଲେ। ସମସ୍ତଙ୍କର ମାନେ ଏକ୍ସାଇଟେଡମେଣ୍ଟ ଜଣା ପଡି ଯାଉଥିଲା ଯେ ସେମାନେ ବହୁତ ଏକ୍ସାଇଟେଡ ଅଛନ୍ତି ଯେ ଫିଲ୍ମ ଦେଖିବା ପାଇଁ। ଆଉ ଆମର ମୁମ୍ବାଇରେ 10,000 ଏଭବ ଲୋକ ଥିଲେ ବର୍ଷା ପରେ ବି। ଆଉ ସେମାନଙ୍କର ବହୁତ ଡିମାଣ୍ଡ ଅଛି ଯେ କୋଉ ଜାଗାରେ ପଡିବ, କେବେ ପଡିବ, ଆମକୁ କୁହନ୍ତୁ, ଆମେ ଦେଖିବା ପାଇଁ ଯିବୁ। ବହୁତ ଖୁସି ଲାଗିଲା ସେଠାରେ ଯାଇକି। ଦିବାଲିରେ ତ ଆସିବା ପାଇଁ ଯାଉଛି ଅକ୍ଟୋବର 17ରେ ଆସିବା ପାଇଁ ତ ଯାଉଛି ଫିଲ୍ମ। ଆମେ ବି ବହୁତ ଏକ୍ସାଇଟେଡ ଅଛୁ, ନର୍ଭସ ବି ଅଛୁ ଯେ ଆମେ ତ ଫାର୍ଷ୍ଟ ଟାଇମ ପାଇଁ କାମ କରିଛୁ, କେମିତି କଣ କାମ କରିଛୁ ସେଟା ତ ଆମେ କହୁଛୁ ଯେ ଆମେ ଆମର ବେଷ୍ଟ ଦେବା ପାଇଁ try କରିବୁ। ହଁ, ଆପଣ ମାନେ ଦେଖିଲେ ଜାଣିପାରିବେ, ଆମେ ଆମର ଟ୍ରାଏ କରିଛୁ ବେଷ୍ଟ ଦେବା ପାଇଁ। ଅଲବତ ହବ। ହଁ, ସେତେବେଳେ ଯୋଉ ପିକ୍ଚର ପଡିଥିବ ତା ସହିତ ଲଢେଇ ହବ, ଆପଣ ମାନଙ୍କ ସହିତ ବି ଲଢେଇ ହବ। ଅଫରଟି ସେଟା ଭଗବାନଙ୍କର କୃପା ଆକ୍ଚୁଆଲି, କାହିଁକି ନା ମୁଁ ଆଗରୁ ସେମିତି କିଛି କାମ କରିନି ଯୋଉଥିପାଇଁ ମତେ ଏତେ ବଡ ଅପରଚ୍ୟୁନିଟି ମିଳିବ। ବାକି ଇନଷ୍ଟାଗ୍ରାମ ରୁ ଅଶୋକପତି ସାର୍ ମତେ ଦେଖିକି ସିଲେକ୍ଟ କରିଥିଲେ, ତାପରେ ମୁଁ ଇଣ୍ଟରଭ୍ୟୁ ଦେଇଥିଲି, ଦେନ୍ ମୁଁ ତାପରେ ଫିଲ୍ମ ପାଇଥିଲି। ଥ୍ୟାଙ୍କ ୟୁ ସୋ ମଚ୍। ମୋ ପାଖରେ ବୁମ୍ ଦରକାର ନାହିଁ, ମୁଁ ସେମିତିରେ ଲଢେଇ କରିଦେବି ଆଖିରେ।